ମୁଁ ନ୍ୟାୟ ଚାହୁଁଛି ଯେ ସାରା ଜୀବନ ଯା ସେ ଜେଲ୍ ରହୁ ଆଉ ସେଇ ଆସିଲେ ଗାଁ को ଯଦି ଆସିଗଲା ଆମେ ତାକୁ ମାରିଦେବୁ। ଘଟେଇଛି କିନ୍ତୁ ଆମର ବଡ଼ ଆଣ୍ଡା ଗୋଟେ ମାରିଦେ ବଡ଼ ଆଣ୍ଡା ବାଡ଼େଇକିରି ତା ଦାନ୍ତ ଫାନ୍ତ ପକେଇକିରି ବାଡ଼େଇକିରି 15-20 ଦିନ ବଡ଼ ମେଡ଼ିକାଲରେ ପକେଇଥିଲା। ଆଉ ଗୋଟେ ପିସ୍ ନାନୀଟା ଗୋଟେ ବାଡ଼େଇଥିଲେ, ଆମ ଦଦାକୁ ଗୋଟେ ବାଡ଼େଇଥିଲେ। ଗୋଟେ ଜାଣିବା ଗୋଟେ ଆକାନ୍ତ ଦେଖାଉଛି ମାନେ 15 ଲକ୍ଷ ହେଇଗଲା, ଏଇ 10 ଲକ୍ଷ ହେଇଗଲା, ଏଇ 8 ଲକ୍ଷ ହେଇଗଲା। ମନରେ ସାର ଗୋଟେ ମନୋଭାବ ରହିକି ଦୃଷ୍ଟାନ୍ତ ହଁ ସନ୍ଦେହ ବାଲା କରୁଛି। ବାପା ଧରି ଆସିଲା ପରେ ରାତିରେ ଯାଇକିରି ମଙ୍ଗଳକୁ ପଚାରିବା ଟାଇମ୍ରେ ମୋ ବାପାକୁ ସେ ଆଟକ କରିକି ବାଡ଼ାବାଡ଼ି କରିକି ମାରି ଦେଇଛନ୍ତି, ହାଣି ଦେଇଛନ୍ତି, ମୁଣ୍ଡକୁ ହାଣି ଦେଇଛନ୍ତି। ମୁଁ ନ୍ୟାୟ ଚାହୁଁଛି ଯେ ସାରା ଜୀବନ ଯା ସେ ଜେଲ୍ ରହୁ ଆଉ ସେଇ ଆସିଲେ ଗାଁକୁ ଯଦି ଆସିଗଲା ଆମେ ତାକୁ ମାରିଦେବୁ। ଆମର ସେଠି ଆମ ଗ୍ରାମ ହେଉଛି ଅସିଣପୁର। ମୋ ବାପା ନାଁ ଶତ୍ରୁଘ୍ନ ସେଠୀ। ମୋ ବୋଉ ବିଲ ଆଡ଼େ ଯାଇଥିଲେ ସନ୍ଧ୍ୟା ଟାଇମ୍ରେ ତାଙ୍କେ ଆସିଲା ସମୟରେ ଗାଧୋଇବାକୁ ଆସିଲା ସମୟରେ ସେ ଆଗକୁ ଆସିକି ତାକୁ ଆଟକ କଲେ, ବାଡ଼ାବାଡ଼ି କରିକିରି ତାପରେ ଆମର ଗୋଟେ ଭାଇଟେ ତାକୁ ଦେଖିକି ତାକୁ ବି ବାଡ଼େଇଲା ପରେ ଛାଡ଼ିଲେ ତାକୁ। ତାପରେ ମୋ ବାପା ଆସିକିରି ପଚାରିଲା ମୋ ବୋଉକୁ କେମିତି କ'ଣ ହେଲା, ତାପରେ ମେଡ଼ିକାଲ ଧରି ଗଲେ ମୋ ବାପା। ତାପରେ ବାପା ଧରି ଆସିଲା ପରେ ରାତିରେ ଯାଇକିରି ମଙ୍ଗଳକୁ ପଚାରିବା ଟାଇମ୍ରେ ମୋ ବାପାକୁ ସେ ଆଟକ କରିକି ବାଡ଼ାବାଡ଼ି କରିକି ମାରି ଦେଇଛନ୍ତି, ହାଣି ଦେଇଛନ୍ତି, ମୁଣ୍ଡକୁ ହାଣି ଦେଇଛନ୍ତି, ବିନା କାରଣରେ ବାଡ଼େଇକି ମାରି ଦେଇଛନ୍ତି। ମୁଁ ନ୍ୟାୟ ଚାହୁଁଛି ଯେ ସାରା ଜୀବନ ଯା ସେ ଜେଲ୍ ରହୁ ଆଉ ସେଇ ଆସିଲେ ଗାଁକୁ ଯଦି ଆସିଗଲା ଆମେ ତାକୁ ମାରିଦେବୁ। ଘଟେଇଛି କିନ୍ତୁ ଆମର ବଡ଼ ଆଣ୍ଡା ଗୋଟେ ମାରିଦେ ବଡ଼ ଆଣ୍ଡା ବାଡ଼େଇକିରି ତା ଦାନ୍ତ ଫାନ୍ତ ପକେଇକିରି ବାଡ଼େଇକିରି 15-20 ଦିନ ବଡ଼ ମେଡ଼ିକାଲରେ ପକେଇଥିଲା। ଆଉ ଗୋଟେ ପିସ୍ ନାନୀଟା ଗୋଟେ ବାଡ଼େଇଥିଲେ, ଆମ ଦଦାକୁ ଗୋଟେ ବାଡ଼େଇଥିଲେ। ଜାଣିବା ଗୋଟେ ଆକାନ୍ତ ଦେଖାଉଛି ମାନେ 15 ଲକ୍ଷ ହେଇଗଲା, ଏଇ 10 ଲକ୍ଷ ହେଇଗଲା, ଏଇ 8 ଲକ୍ଷ ହେଇଗଲା। ମନରେ ସାର ଗୋଟେ ମନୋଭାବ ରହିକି ଦୃଷ୍ଟାନ୍ତ ହଁ ସନ୍ଦେହ ବାଲା କରୁଛି।